ଏଠାରେ ଉପସ୍ଥିତ ସମସ୍ତ ସାଧୁ ସଜ୍ଜନ ମଣ୍ଡଳୀ, ଗୁରୁଜନ ମଣ୍ଡଳୀ, କଲ୍ୟାଣମୟୀ ନାଟ୍ୟ ମଣ୍ଡଳୀ, ଛୋଟ ଛୋଟ ପିଲାମାନେ ଶ୍ରଦ୍ଧା ଠାକୁର ବାବାଙ୍କୁ ମୋର ସାଦର ସମ୍ପ୍ରଦାନ, ଶ୍ରଦ୍ଧା, ଭକ୍ତି, ସମ୍ମାନ, ନାମ, ବନ୍ଧନ ଓ ଅଭିନନ୍ଦନ। ବଡ଼ି ସମୁଦାୟର ରଜ ମହୋତ୍ସବ ସମିତି ଆଉ ଉମା ପରିବାରର ସକ୍ରିୟ ସହଯୋଗରେ ଆଉ କର୍ମକର୍ତ୍ତାଙ୍କ ସହଯୋଗରେ କବିତାଟିଏ ପଢ଼ିବାକୁ ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଛି। ଆଶା କରୁଛି ସମସ୍ତଙ୍କ ହୃଦୟକୁ ଛୁଇଁବ। ଆଦ୍ୟ ଆଷାଢ଼ର ଆକାଶରେ ଭାସି ବୁଲିଯିବେ ମେଘମାଳା, ଝରି ପଡ଼ିଥିବେ ବର୍ଷା ବୁନ୍ଦା ବୁନ୍ଦା, ପାଦରବି ଚାଲନ୍ତି ଭେଳା ଭେଳା। ଆଦ୍ୟ ଆଷାଢ଼ରେ ଆକାଶରେ ଭାସି ବୁଲିଯିବେ ମେଘମାଳା, ଝରି ପଡ଼ିଥିବେ ବର୍ଷା ବୁନ୍ଦା ବୁନ୍ଦା, ପାଦରବି ଚାଲନ୍ତି ଭେଳା ଭେଳା। ବନସ୍ତରେ ଗଜ ନାକୁଟି ନଡ଼ାକୁ, ବନସ୍ତରେ ଗଜ ନାକୁଟି ନଡ଼ାକୁ, ବରଷକେ ଥରେ କିନ୍ତୁ ଆସେ ରଜ। ପିଲାଠୁ ବୟସେ ଆନନ୍ଦିତ ଯେତେ, ଘେନିଥାନ୍ତି ନୂଆ ସଜବାଜ। ଜ୍ୟେଷ୍ଠ ମାସର ଶେଷ ଦିବସଟି, ଜ୍ୟେଷ୍ଠ ମାସର ଶେଷ ଦିବସଟି, ଓଡ଼ିଆଙ୍କ ଘରେ ରଜ, ଓଡ଼ିଆ ଘରର ପ୍ରତି ଘରେ ଘରେ ରଜ ପାଇଁ ସଜବାଜ। ପ୍ରତିବର୍ଷ ଆନନ୍ଦ ମୁଖର ହୁଏ, ପ୍ରତିବର୍ଷ ଆନନ୍ଦ ମୁଖର ହୁଏ, ପ୍ରତିବର୍ଷ ଆନନ୍ଦ ମୁଖର ହୁଏ ରଜ ତିନି ଦିନ। ସଜବାଜ ହୋଇ ଝିଅ ବୋହୂମାନେ ଗାଁ ଆମ୍ବତୋଟା ମୂଳେ ଢୁଣ୍ଡ ହୋଇଥାନ୍ତି ଏଇ ଦିନ। ପହିଲି ରଜ ପରେ ରଜ ସଂକ୍ରାନ୍ତି, ପହିଲି ରଜ ପରେ ରଜ ସଂକ୍ରାନ୍ତି, ତାପରେ ଭୂମିର ମନ ଭରା ଆନନ୍ଦରେ ଉତ୍ସବ ଉଲ୍ଲାସେ ରଜର ଏଇ ତିନି ଦିନ। ପାଦରେ ଅଳତା ମଥାରେ କୁଙ୍କୁମ, ପାଦରେ ଅଳତା ମଥାରେ କୁଙ୍କୁମ, ଦେହରେ ନୂଆ ବସନ। ପାଦରେ ଅଳତା ମଥାରେ କୁଙ୍କୁମ, ଦେହରେ ନୂଆ ବସନ। ପୋଡ଼ ପିଠା ଖାଇ ରଜ ଦୋଳି ପାଇଁ ନୂଆଇ ମନ ଉଚ୍ଛନ୍ନ। ମହ ମହ ବାସେ ପିଠା ପୋଡ଼ ପିଠା, ମହ ମହ ବାସେ ପିଠା ପୋଡ଼ ପିଠା, ନୂଆ ବୋହୂର ବାପ ଘରୁ ଆସିଲେ ଫଳ। ରଜ ପାନ ଖାଇ ରଜ ଗୀତ ଗାଇ ଆମ୍ବତୋଟା ମୂଳେ ଜମେ ଝିଅ ବୋହୂଙ୍କର ଆସର। ଲୁଡୁ ତାସ ପୁଚିକୁ ଲୁଡୁ ତାସକୁ ପୁଣି କବାଡ଼ି ପୁଚି ରଜର ମୁଖ୍ୟ ଆକର୍ଷଣ। ଲୁଡୁ ତାସକୁ ପୁଣି କବାଡ଼ି ପୁଚି ରଜର ମୁଖ୍ୟ ଆକର୍ଷଣ। କୃଷକ ଖାଇତେ ଭୂମିକୁ କରେନି କର୍ଷଣ। ମା ବସୁମତୀ ହୁଏ ରଜବତୀ, ମା ବସୁମତୀ ହୁଏ ରଜବତୀ, କୁଆଁରୀ ବସେ ନା ତଳେ, କଦଳୀ ବାସୁଙ୍ଗା ଗୁଆ ଖୋଳପାରେ, ପାଦେ ପିନ୍ଧେ ଜୋତା ପଡ଼େ। ସମୟ ଗଡୁଛି ବୟସ ସରୁଛି, ସମୟ ଗଡୁଛି ବୟସ ସରୁଛି, ନିଭିନି ତଥାପି କାହିଁକି ରଜ ଆସିଗଲେ ମନଟା ହୁଏ ଉଚ୍ଛନ୍ନ। କେତେ ଆକାଂକ୍ଷା କେତେ ଉତ୍କଣ୍ଠା, କେତେ ଆକାଂକ୍ଷା କେତେ ଉତ୍କଣ୍ଠା, କେତେ ଆଗ୍ରହ କେତେ ଉଦ୍ଦୀପନା। ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଭୁଲି ଯିବାଟା ସତରେ ବିଡ଼ମ୍ବନା। ଫିକା ଫିକା ଲାଗୁଥିଲା ରଜ ଚାରି ପାଞ୍ଚ ବର୍ଷ ତଳେ, ଫିକା ଫିକା ଲାଗୁଥିଲା ରଜ ଚାରି ପାଞ୍ଚ ବର୍ଷ ତଳେ। ପୋଡ଼ ପିଠା ଖାଇ ରଜ ଦୋଳି ଖେଳି ପିଲେ ରହୁଥିଲେ ଘରେ। ପୁଣି କେବେ କିଏ କାଁ ଭାଁ ବୁଲିବାକୁ ଯାଉଥିବ, ପୁଣି କେବେ କିଏ କାଁ ଭାଁ ବୁଲିବାକୁ ଯାଉଥିବ, ନହେଲେ ଘରେ ରହି ମୋବାଇଲରେ ମଜୁଥିବ। ରଜକୁ ଉତ୍ସବ ମୁଖର କରିଛି ଉମା ଫାଉଣ୍ଡେସନ, ରଜକୁ ଉତ୍ସବ ମୁଖର କରିଛି ଏବେ ଉମା ଫାଉଣ୍ଡେସନ। ରଜ ଆସିଗଲେ ତିନି ଦିନ ଯାକ ଲାଗେ ଯେମିତି ଚାଲିଛି ଫଙ୍କସନ। କୌତୂହଳପୂର୍ଣ୍ଣ ପ୍ରତିଯୋଗିତାକୁ ପୁଣି କରେ ଆୟୋଜନ, କୌତୂହଳପୂର୍ଣ୍ଣ ପ୍ରତିଯୋଗିତାକୁ ପୁଣି କରେ ଆୟୋଜନ। ସବୁ ପ୍ରତିଯୋଗିତାରେ ମହିଳା ଭାଗ ନିଅନ୍ତି ଏହି ଦିନ। ପାନ ଭଙ୍ଗା ଫୁଲ ଗୁନ୍ଥା ଶାଢ଼ୀ ପିନ୍ଧା, ଗୀତ ଖେଳ ନାଚ। ପାନ ଭଙ୍ଗା ଫୁଲ ଗୁନ୍ଥା ଶାଢ଼ୀ ପିନ୍ଧା, ଗୀତ ଖେଳ ନାଚ। ପ୍ରତିଯୋଗିତାରେ ଭାଗ ନେଇ ମହିଳା ଜିତନ୍ତି ପ୍ରାଇଜ। ପ୍ରାଇଜ ନୁହେଁ ସେ ତ ଏକ ମନୋବଳ, ପ୍ରାଇଜ ନୁହେଁ ସେ ତ ଏକ ମନୋବଳ। ସାଂସାରିକ ବନ୍ଧନରୁ ମୁକ୍ତ ହୋଇ ଖୁସି କରୁ କିଛି କ୍ଷଣ। ସବିତା ଉମା ଫାଉଣ୍ଡେସନର ମୁଖ୍ୟ ସୂତ୍ରଧର, ସବିତା ଉମା ଫାଉଣ୍ଡେସନର ମୁଖ୍ୟ ସୂତ୍ରଧର। ତାଙ୍କ ପାଇଁ ମହିଳା ଦକ୍ଷତା ଦେଖେଇ ପରିଚୟ ପାଇଛନ୍ତି ନିଜ।
ପ୍ରକାଶ ଭାଇ ଗ୍ରୁପ ପାଇଛୁ ଆମେ ନୂଆ ଏମଏଲଏ ରୂପରେ ପ୍ରକାଶ